ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୋରାପଲ୍ଲୀ ମୂଳ ନିବାସୀ ଭୂମିଆ ସମାଜ ପକ୍ଷରୁ କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡ଼ାଠାରେ ତୃତୀୟ ବାର୍ଷିକୋତ୍ସବ ମହାସମାବେଶରେ ଅନୁଷ୍ଠିତ ହୋଇଯାଇଛି। ଭୂମିଆ ସମାଜର ଉପଦେଷ୍ଟା ତ୍ରିନାଥ ଭୂମିଆ, କୁଳନାୟକ ସମାରୁ ନାୟକଙ୍କ ନେତୃତ୍ୱରେ ତୃତୀୟ ଥର ଭୂମିଆ ସମାଜ ଜନଜାତିର 21 ଖଣ୍ଡ ଗ୍ରାମର କୁଳ ନାୟକ ଓ କୁଳ ସଭାପତିମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି, ଭୂମିଆ ସମାଜର ଜିଲ୍ଲା ସଭାପତି ଜଗନ୍ନାଥ ସମରଥ, ସାଲିମେଗଡ଼ ଭୂମିଆ ସମାଜର ସଭାପତି ତୁଳସୀରାମ ଭୂମିଆ, ମୁଖ୍ୟ ବକ୍ତା ଭାବେ ସରକାରୀ ଆଦିବାସୀ ସଂଘର ବ୍ଲକ ସଭାପତି ବୃନ୍ଦାବନ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କୋରାପଲ୍ଲୀ ଭୂମିଆ ସମାଜର ସମ୍ପାଦକ ନରସିଂହ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଉପଦେଷ୍ଟା ଲବ ଭୂମିଆ, ଚାଉଳମେନ୍ଦି ସରପଞ୍ଚ ଜଳନ୍ଧର ନାୟକ, କିଆଙ୍ଗ ସରପଞ୍ଚ ଲକ୍ଷ୍ମୀନାଥ ପୂଜାରୀ ଓ ଗୌରଚନ୍ଦ୍ର ନାୟକ ଯୋଗଦେଇ ପ୍ରଥମେ ଭୂମିଆ ସମାଜର ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ଓ ଭାରତର ସମ୍ବିଧାନ ପ୍ରଣୟନକାରୀ B.R. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଉପଦେଷ୍ଟା ତ୍ରିନାଥ ଭୂମିଆ ସମସ୍ତ ଅତିଥି ପରିଚୟ ପ୍ରଦାନ କରିବା ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉପସ୍ଥିତ ଥିବା ସମସ୍ତ 17 ଖଣ୍ଡ ଗ୍ରାମର କୁଳ ନାୟକ, କୁଳ ସଭାପତି, ବରିଷ୍ଠ ସାମ୍ବାଦିକ ବାସୁଦେବ ଜେନା, ଶିବପ୍ରସାଦ ପରିଛାଙ୍କୁ ମଧ୍ୟ ଭୂମିଆ ସମାଜ ତରଫରୁ ସମାରୁ ନାୟକଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଭୂମିଆ ସମାଜ ଜନଜାତିର ବୀର ସଂଗ୍ରାମୀମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଅନେକ ଭୂମିଆ ଜନଜାତିର ବୀର ସନ୍ତାନମାନେ ଇଂରେଜ ସରକାରଙ୍କର ପୋଲିସ ଗୁଳିରେ ଶହୀଦ ହୋଇଥିବା ବେଳେ ଅନେକ ଭୂମିଆ ଜନଜାତିର ସ୍ୱାଧୀନତା ସଂଗ୍ରାମୀମାନେ ଜେଲ୍ ଦଣ୍ଡରେ ଦଣ୍ଡିତ ହେବା ସହ ଜୋରିମାନା ମଧ୍ୟ ଦେଇଛନ୍ତି। କିନ୍ତୁ ଆଜି ରାଜ୍ୟ ହେଉ କିମ୍ବା କେନ୍ଦ୍ର ସରକାର ଭୂମିଆ ଜନଜାତିର ବୀର ସନ୍ତାନମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ସରକାରୀ ମାନ୍ୟତା ଦେଇନାହାନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଯାହାଫଳରେ ଆଜି ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଂରେଜ ଗୁଳିରେ ଶହୀଦ ହୋଇଥିବା, ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିବା ବୀର ସନ୍ତାନମାନଙ୍କୁ ଜାତୀୟ ମାନ୍ୟତା ଦେବା ସହ ଭୂମିଆ ଜନଜାତିଙ୍କ ଉନ୍ନତି ପାଇଁ ଶିକ୍ଷାଗତ ଭିତ୍ତିରେ ସରକାରୀ ଚାକିରି ଦେବା ପାଇଁ ସରକାରଙ୍କ ପାଖରେ ଦାବି ରଖିଥିଲେ। ଏହା ସହିତ କିପରି ଭୂମିଆ ସମାଜର ପରମ୍ପରା ଓ ରୀତିନୀତି ବଜାୟ ରହିବ ତାହା ଆଜିର ଯୁବପିଢ଼ିମାନଙ୍କୁ ପରାମର୍ଶ ଦେଇଥିଲେ। ଭୂମିଆ ଜନଜାତିରେ ରଜ, ହୋଲି ପରି ଅନ୍ୟ ସମାଜର ପର୍ବପର୍ବାଣୀକୁ ପାଳନ କରିବା ଉପରେ ଗୁରୁତ୍ୱ ନ ଦେଇ ଭୂମିଆ ଜନଜାତିର ପର୍ବପର୍ବାଣୀ ପାଳନ କରିବା ପାଇଁ ଯୁବପିଢ଼ିମାନଙ୍କୁ ପରାମର୍ଶ ଦେଇଥିଲେ। କୁଳ ସଭାପତି ସମ୍ବାରୁ ନାୟକ ଆଦିବାସୀ ଯୁବକ ଯୁବତୀମାନେ କିପରି ଉନ୍ନତ ଶିକ୍ଷା ସହିତ ମା ବାପାଙ୍କ କଥା ମାନିବା ସହିତ ଲକ୍ଷ୍ୟ ନେଇ ଶିକ୍ଷାଦାନ କରି ନିଜର ମା ବାପାଙ୍କ ଭୂମିଆ ସମାଜ କୁଳ ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ମହାସମାବେଶରେ ମୁଖ୍ୟ ଆକର୍ଷଣ ଥିଲା ଆଦିବାସୀ ଢେମସା ନୃତ୍ୟ। ବେଶ ଉପସ୍ଥିତ ହଜାର ହଜାର ମହିଳା, ପୁରୁଷ, ଯୁବକ ଓ ଯୁବତୀମାନଙ୍କ ମନ ମୋହିଥିଲା। ମୋ ନାଁ ଜଗନ୍ନାଥ ସମରଥ, ଭୂମିଆ ସମାଜର ସଭାପତି। এই তৃতীয় বার্ষিক উৎসব সালমিগড়ে প্রথম তৃতীয় থর পাই হচ্ছে। এটা বারম্বার হেবা দ্বারা আমার আদিবাসী সচেতনতা গোটে কার্যক্রম রয়েছে। হলে এরিয়া ওয়াইজ আমার 17 গোটি সমাজ অছি আমার ভূমিয়া সমাজ পাই। হলে কেবল আমার সালমিগড় এরিয়াকে বর্তমান কার্যকারী চলাই রাখুছেন। এটা সেମାନଙ୍କର ଆଗ୍ରହରେ ଆମେ ସମସ୍ତେ ଅଛୁ। ଆମର 17 ଗୋଟି ସମାଜ ହେଲେ ବି ଆମର ସେଥିରେ କାର୍ଯ୍ୟକାରୀ ହେଉନାହିଁ, ଆଉ କରୁଥିଲେ ମଧ୍ୟ ଅନ୍ୟମାନେ ସହଯୋଗ ସେଥିରେ ରହୁନାହିଁ। ତେଣୁ ଆମେ ଦିନକୁ ଦିନ ଆମର ଭୂମିଆ ସମାଜ ପଛକୁ ଯାଉଛି। ଏହାର ସଚେତନତା ପାଇଁ ଆଉ ଆମର ବୀର ଲକ୍ଷ୍ମଣ ଶହୀଦ ବୀର ଲକ୍ଷ୍ମଣ ନାୟକର ସଚେତନତା ପାଇଁ ବୋଲିକିରି ଆମେ ଆଜି ଏତିକି ଦୂର ଆସିଛୁ ବୋଲିକିରି ସାଲମିଗଡ଼ର ଯେଉଁ କୂଳନାୟକମାନେ ଅଛନ୍ତି ସେମାନେ ଚେଷ୍ଟା କରୁଛନ୍ତି ଆଉ ସେଇଟା ବଜାୟ ରଖିବା ପାଇଁ ଆମମାନଙ୍କର ସହଯୋଗ ରହୁଛି। ଏଇଟା ହେଲା ସାଲମିଗଡ଼ ଏରିଆର ତୃତୀୟ ବାର୍ଷିକ ଉତ୍ସବ। ପ୍ରଥମେ କର୍ତ୍ତନପାଲି ଗ୍ରାମଠାରେ ହେଇଥିଲା, ଦ୍ୱିତୀୟରେ ବୈଶାଘାଟ, ଏଇଟା ହେଲା କିଆଙ୍ଗ ଗ୍ରାମ ପଞ୍ଚାୟତର ସିନ୍ଧିଗୁଡ଼ା ଗ୍ରାମଠାରେ ତୃତୀୟ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏଠାରେ 17 ଗୋଟ ଏରିଆ ଅଛି। ଆମର ସାଲିମୁଠାରେ 17 ଗୋଟ ଏରିଆର ନାୟକ, ପୂଜାରୀ, ଚାଲାନ ଏବଂ ପ୍ରତ୍ୟେକ ଗାଁର ମା, ଶିକ୍ଷିତ ଯୁବକ ଯୁବତୀ ସମସ୍ତ ଆମେ ଡକେଇଛୁ। ଏବଂ ଯେତେ ଆମର ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ଆମର ଆଦିବାସୀ ଲୋକ ସରଳ ପାଠଶାଠ ଏତେ ଶିକ୍ଷିତ ନାହାନ୍ତି, ସେମାନେ ଆମେ କେମିତି ଶିକ୍ଷିତ କରିବୁ। 10th ପାସ୍ କଲା ପରେ ବିଭିନ୍ନ ITI କଲେଜରେ ତାଙ୍କୁ ପାଠ ପଢ଼ିବା ପାଇଁ ଆମେ ତାଙ୍କୁ ଉତ୍ସାହିତ କରିବୁ। ଯେଉଁମାନେ +2 ପାସ୍ କରୁଛନ୍ତି ସେମାନେ କେମିତି ଇଣ୍ଟିଗ୍ରେଟ୍ B.Ed ଅନ୍ୟାନ୍ୟ ଯେଉଁ ଧନ୍ଦାମୂଳକ ଶିକ୍ଷା ସେମାନେ ଗ୍ରହଣ କରିବେ ସେ ସବୁ ବିଷୟରେ ଆଲୋଚନା କରାଯାଉଛି। ତତ୍ସଙ୍ଗେ ସଙ୍ଗେ ଆମର ଯେଉଁ ପରମ୍ପରା ଅଛି ପୂର୍ବରୁ ବହୁତ ପୂର୍ବରୁ ତାକୁ କେମିତି ବଜାଇ ରହିବ ଏବଂ ସେ ବିଷୟରେ ସବୁ ଲୋକମାନେ ଆମେ ବୁଝାଉଛୁ। ଏବଂ କେମିତି ଲୋକ ଆମର ଆଦିବାସୀମାନେ ବ୍ୟବସାୟ କରିବେ ଏବଂ ସ୍ୱାସ୍ଥ୍ୟ କେମିତି ଠିକ୍ ରଖିବେ, ପ୍ରତ୍ୟେକ
सर्वांगीन विकास निमंते आज आलोचना करा जायछि। मो माथली ब्लॉक जून 1 जिला परिषद सभ्या यही अंचल जिला परिषद मो ना लक्ष्मीप्रिया नायक। आज जो आपण एरिया रे जो प्रोग्राम टी होउछि आदिवासी समाज रो ये प्रोग्राम रो मुख्य उद्देश्य कोन आपण ए विषय कोन कहबे? जेहेतु मुई गोटे आदिवासी रो गोटे झियो और समाज सेवी यहाँ गोटे कौन से राजनैतिक ये को आक्षेप करना यहाँ गोटे तृतीय वार्षिक महोत्सव आदिवासी कल्चर उपरे केमती आम परंपरा बजाय रखिब केमती आमर स्वास्थ्य शिक्षा केमती आगो आगे नेबे आमर युवपीढ़ी माने नेक्स्ट जेनेरेशन केमती आमर जो आदिवासी मानकर जो परंपरा धीरे धीरे लोप पाई जाउछि केमती सेटा मजबूत हो रहिबो सेहि पय आमर मझिरे मझिरे ये सब प्रोग्राम हुए तो निश्चित भाव में ये युवपीढ़ी एवं मोर माँ माने भाई मान समस्ते आछन्ति तांको केन मेसेज जीवो एवं आउरी आमर आदिवासी परंपरा बजाय रखिबो सेटा ही मेन उद्देश्य। देखो मु सर्वप्रथम आमर जो सांबादिक भाई मन से मन को सर्वप्रथम मोर जुआर एवं मो ना हूँ जिला आदिवासी समाज महासंघर सभापति मो ना हूँ बंधु मुदुली। मु वर्तमान ये जो आज सालमीगढ़ जो प्रोग्राम चली ये आदिवासी मनकर युवक युवती मन को जो आम सचेतन करने जो कार्यक्रम रखीचु ये कार्यक्रम आम सर्वप्रथम आमर दाबी थिला सार जे मालकानगिरी जिले में गोष्ठीगत जंगल जमी पटापाई जो लड़ाई चली सरकार सहित एवं ये विषय में आम ये मुख्य सचेतन थिला तार परे थिला आउ गोटे जिनिसटा सरकार जो नुआ नियम आनिछंती जे गाँ ना परिवर्तन एवं रेवेन्यू विलेज को लेकर आमर जो चली संग्राम ये संग्रामटा आमर पूरा आमर ये सरकार आमर प्रोग्राम ये जो रेवेन्यू एवं गाँ ना परिवर्तन को बंद न करवा जाक आमर लड़ाई चलिबो एवं गोष्ठीगत जंगल जमी पटा जो न मिली से पर्यंत भी लड़ाई चलिबो। आउ मालकानगिरी जिले में आमर आदिवासी मनकर गोष्ठीगत जंगल जमी पटा जो आमर 111टा पंचायत रे 7टी ब्लॉक अच्छी 7टा ब्लॉक भितर आमर 664टा रेवेन्यू विलेज अच्छी ताइरु आमर माथली ब्लॉक रो 55टा गोष्ठीगत जंगल जमी पटा पाइबा कथा ताइरु आमर 34टा मिली ये 34टा पटा रू आमर 155टा पटा केंती मिलबो ता पय आमे प्रत्येक गाँ गाँव संगठन करबू एवं सरकार पाखु आम केंती आमर बाउंड्री पटाटा एवं पारंपरिक बाउंड्री पटा एवं आमर सीमा बाउंड्री पटा आम केंती पाइबू ता पय आमे सचेतन करिचु एवं करि चालिबू ए पर्यंत आमे सरकार जेबे पर्यंत आमको पटा न दै से पर्यंत आमर लड़ाई चलिबो चलिकी रहिबो आउ आमे सरकार को केबे भी केमा देबू। मालकानगिरी जिला माथिलीरू वासुदेव जनक रिपोर्ट प्राइम टीवी ओडिशा।